ଆଧ୍ୟାତ୍ମିକ ଆଉ ପୌରାଣିକ ବିଷୟରେ ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଆଧ୍ୟାତ୍ମିକ ଶକ୍ତି ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରନ୍ତୁ। କ'ଣ ହୋଇଥାଏ ଯଦି କୌଣସି ବ୍ୟକ୍ତି 10 ଥର ଗାୟତ୍ରୀ ମନ୍ତ୍ର ପାଠ କରିଥାଏ? ଗୀତାରେ ଭଗବାନ ଶ୍ରୀକୃଷ୍ଣ 10ମ ଅଧ୍ୟାୟର ବିଭୂତି ଯୋଗରେ ଅର୍ଜୁନକୁ ଛାନ୍ଦ ମଧ୍ୟରେ ଗାୟତ୍ରୀ ଶ୍ରେଷ୍ଠ ବୋଲି କହିଛନ୍ତି। ଗରୁଡ଼ ପୁରାଣରେ ମଧ୍ୟ ଭଗବାନ ବିଷ୍ଣୁ ଗରୁଡ଼କୁ କହିଛନ୍ତି, ହେ ଗରୁଡ଼, ଗାୟତ୍ରୀ ମନ୍ତ୍ର ସବୁଠାରୁ ଶ୍ରେଷ୍ଠ ଏବଂ ପବିତ୍ର ଅଟେ। ଯେକୌଣସି ବ୍ୟକ୍ତି ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ଯେଉଁ ଯେଉଁ ବସ୍ତୁ ଆଡ଼କୁ ଚାହିଁଥାଏ, ସେହି ବସ୍ତୁ ସବୁ ପବିତ୍ର ହୋଇଯାଆନ୍ତି। ଯେଉଁ ମନୁଷ୍ୟ ସବୁ ତ୍ରିସନ୍ଧ୍ୟା ଅର୍ଥାତ୍ ପ୍ରାତଃ ବା ଭୋର, ମଧ୍ୟାହ୍ନ ଏବଂ ସାନ୍ଧ୍ୟ କାଳରେ 108 ଲେଖାଏଁ ଗାୟତ୍ରୀ ମନ୍ତ୍ର ଜପ କରିଥାନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥାନ୍ତି। ସେମାନଙ୍କର ରୋଗ, ପାପ ଏବଂ ଗ୍ରହ ପୀଡ଼ାମାନ ନଷ୍ଟ ହୋଇଯାଇଥାଏ। ଗାୟତ୍ରୀ ମନ୍ତ୍ରକୁ 10 ଥର ପାଠ କରୁଥିବା ବ୍ୟକ୍ତିର ଏହି ଜନ୍ମର ସମସ୍ତ ପାପ ନଷ୍ଟ କରିଦେଇଥାଏ। ଗାୟତ୍ରୀ ମନ୍ତ୍ରକୁ ଯେଉଁ ବ୍ୟକ୍ତି 100 ଥର ପାଠ କରିଥାଏ, ତାହାର ପୂର୍ବଜନ୍ମର ସମସ୍ତ ପାପ ନଷ୍ଟ ହୋଇଯାଇଥାଏ। 1000 ଥର ଗାୟତ୍ରୀ ମନ୍ତ୍ରକୁ ପାଠ କରୁଥିବା ବ୍ୟକ୍ତିର 3 ଯୁଗର କରିଥିବା ସମସ୍ତ ପାପ ନଷ୍ଟ ହୋଇଯାଇଥାଏ।